ବାଲେଶ୍ୱର ଜିଲ୍ଲା ଓଡ଼ିଶାର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ। ବାଲେଶ୍ୱରର ଇତିହାସ 2000 ବର୍ଷ ପୁରୁଣା ଅଟେ। ଅତୀତରେ ବାଲେଶ୍ୱର ଥିଲା ଓଡ଼ିଶାର ଏକ ନୌ ବାଣିଜ୍ୟ ବନ୍ଦର। ଏହିଠାରୁ ହିଁ ଓଡ଼ିଶାର ସାଧବ ପୁଅମାନେ ବାଣିଜ୍ୟ କରିବା ପାଇଁ ଜାଭା, ସୁମାତ୍ରା ଓ ବାଲିଦ୍ୱୀପକୁ ଯାଉଥିଲେ। ଏହାପରେ ବ୍ରିଟିଶ, ଫ୍ରେଞ୍ଚ ଓ ଓଲନ୍ଦାଜମାନଙ୍କ ଜାହାଜ ଏଠାକୁ ଆସୁଥିଲା। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରଙ୍କ ନାମ ଅନୁସାରେ ବାଲେଶ୍ୱରର ନାମକରଣ ହୋଇଛି ବୋଲି ବିଶ୍ୱାସ କରାଯାଏ। ବାଣାସୁରର ରାଜ୍ୟ ସୁବର୍ଣ୍ଣରେଖାଠାରୁ ବୈତରଣୀ ଯାଏ ବ୍ୟାପିଥିଲା ଏବଂ ଏହି ରାଜ୍ୟର ରାଜଧାନୀ ଥିଲା ଶୋଣିତପୁର, ଯାହାକି ଆଜିର ସୁନହଟ। ଭଗବାନ ଶ୍ରୀକୃଷ୍ଣ ଏବଂ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ହିଁ ସଂଘଟିତ ହୋଇଥିଲା। ବାଲେଶ୍ୱର ସାହିତ୍ୟ ଓ ଦାର୍ଶନିକତାର ଏକ ଗଭୀର ଆଧାର। ଏଠି ଜନ୍ମ ନେଇଛନ୍ତି ରାଧାନାଥ ରାୟ, ଫକୀରମୋହନ ସେନାପତି, ଦୀନକୃଷ୍ଣ ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ମନୋଜ ଦାସଙ୍କ ପରି ଅନେକ ମହାନ ସାହିତ୍ୟିକ। 2011 ଜନଗଣନା ଅନୁସାରେ ଏହି ଜିଲ୍ଲାର ଲୋକସଂଖ୍ୟା 23,17,419। ଏହି ଜିଲ୍ଲାର ଆୟତନ 3634 ବର୍ଗ କିଲୋମିଟର। ଏହି ଜିଲ୍ଲାକୁ ଦୁଇଟି ସବ୍ ଡିଭିଜନରେ ଭାଗ କରାଯାଇଛି, ବାଲେଶ୍ୱର ଏବଂ ନୀଳଗିରି। ଏହି ଜିଲ୍ଲାରେ 12ଟି ବ୍ଲକ ଅଛି, ଯାହାକୁ କି 360ଟି ପଞ୍ଚାୟତରେ ଭାଗ କରାଯାଇଛି। ଚାନ୍ଦିପୁର ବେଳାଭୂମି, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଚନ୍ଦନେଶ୍ୱର ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଆଦି ଏହି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ। ଆପଣଙ୍କ ଜିଲ୍ଲାର ନାଁ କଣ? କମେଣ୍ଟରେ ଲେଖନ୍ତୁ।